ନମସ୍କାର ଦର୍ଶକ ବନ୍ଧୁ। ଆଜି ହେଉଛି ମେ ମାସ 15 ତାରିଖ 2024 ମସିହା ବୁଧବାର। ଆସନ୍ତୁ ଜାଣିବା ଆଜିର 12ଗୋଟି ରାଶିଫଳଙ୍କ ବିଷୟରେ। ପ୍ରଥମ ରାଶି ମେଷ ରାଶି। ଆଜି ସବୁ ଭଲ ହେଲେ ମଧ୍ୟ ସ୍ପଷ୍ଟ ବାତିବା ଯୋଗୁଁ ଅନ୍ୟମାନଙ୍କ ଚକ୍ଷୁଷୁର ହେବେ। ବାଣିଜ୍ୟ ଯୋଗାଯୋଗ ବନ୍ଧୁକୁ ପ୍ରତୀକ୍ଷା ଏବଂ କାର୍ଯ୍ୟ ଆରମ୍ଭ କ୍ଷେତ୍ରରେ ବ୍ୟତିକ୍ରମର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ପରାମର୍ଶ କାମକୁ ଆସିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରନ୍ତି। ପରବର୍ତ୍ତୀ ରାଶି ବୃଷ ରାଶି। ଆଜି ଅନ୍ୟକୁ ଆଙ୍ଗୁଠି ଦେଖାଇ ବହୁତ କିଛି କହିବା ଫଳରେ ମିତ୍ରମାନେ ଶତ୍ରୁ ପାଲଟି ଯିବେ। କାର୍ଯ୍ୟବ୍ୟସ୍ତତା କାରଣରୁ ଘର କଥା ବୁଝିବା ପାଇଁ ସମୟ ପାଇବେ ନାହିଁ। କେତେକ ଅବାଞ୍ଛିତ କାରଣରୁ ନିର୍ମାଣମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ। ପଡ଼ୋଶୀଙ୍କ ଘରୋଇ କଳହକୁ ନେଇ ଆପଣ ଶାନ୍ତିରେ ଜମା ଶୋଇପାରିବେ ନାହିଁ। ପରବର୍ତ୍ତୀ ରାଶି ମିଥୁନ ରାଶି। ଆପଣଙ୍କ ଦୂରଦର୍ଶିତା ଓ ଅନୁମାନର ବାସ୍ତବତାକୁ ହୃଦୟଙ୍ଗମ କରି ବନ୍ଧୁମାନେ ପ୍ରଶଂସା କରିପାରନ୍ତି। ଆର୍ଥିକ ସମସ୍ୟା ସୁଧାରିବା ସକାଶେ ବିଭିନ୍ନ ଯୋଜନା କରି ସଫଳତା ପାଇବେ। ପରିବହନରେ ସମସ୍ୟା ଯୋଗୁଁ ବ୍ୟସ୍ତ ହେବେ। ବ୍ୟବସାୟିକ ସଫଳତା ମିଳିବ। କର୍ମକ୍ଷେତ୍ରରେ ଫାଇଲ କାମ ବଢ଼ିଯାଇପାରେ। ପରବର୍ତ୍ତୀ ରାଶି କର୍କଟ ରାଶି। ପୁରୁଣା ସମ୍ପର୍କକୁ କେନ୍ଦ୍ର କରି ପରିବାରରେ ଟେନସନ ଯୋଗୁଁ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ପ୍ରିୟ ବନ୍ଧୁଟି ମନୋଭାବ ବଦଳାଇ ବିରୋଧ ଆଚରଣ କରିବେ। ପଡ଼ୋଶୀଙ୍କ ସାହାଯ୍ୟ ଓ ପାରିବାରିକ ବନ୍ଧୁ ମିଳନରୁ ଉତ୍ସାହିତ ରହିବେ। ଉକ୍ତ ଶତ୍ରୁଙ୍କ ସକ୍ରିୟତା ବୃଦ୍ଧି ପାଇବା ହେତୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ରହିବା ଭଲ ହେବ। ପରବର୍ତ୍ତୀ ରାଶି ସିଂହ ରାଶି। ଅନ୍ୟ ଦ୍ୱାରା ପରିଚାଳିତ ହୋଇ ଭୁଲ ନିଷ୍ପତ୍ତି ନେଇ ପରକ୍ଷଣରେ ଅନୁତାପ କରିବେ। ସକାଳୁ ବହୁ ଆଶା କରି ବନ୍ଧୁଙ୍କ ନିକଟକୁ ଯିବେ, କିନ୍ତୁ ଶୂନ୍ୟ ହସ୍ତରେ ଫେରିବାକୁ ପଡ଼ିବ। ଗଣ୍ଡଗୋଳିଆ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବେ। ବ୍ୟବସାୟିକ କ୍ଷେତ୍ରରେ ଉଚ୍ଚ ବର୍ଗର ବ୍ୟକ୍ତିଙ୍କ ନିକଟରୁ ସହଯୋଗ ମିଳିବ। ପରବର୍ତ୍ତୀ ରାଶି କନ୍ୟା ରାଶି। ବନ୍ଧୁ ଭବନରେ ବା ଅସହଜତା ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇପାରେ। କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନିରବ ନ ରହିଲେ ଅସୁବିଧାରେ ପଡ଼ିପାରନ୍ତି। ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଆଶା କରୁଥିବା ଦିଗରୁ ସାହାଯ୍ୟ ଲାଭ କରି ଉତ୍ସାହିତ ହେବେ। ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ପରବର୍ତ୍ତୀ ରାଶି ତୁଳା ରାଶି। ଆଜି ଏକାଧିକ କାମ ହାତକୁ ନେଇଥିବାରୁ ଏହାର ସମ୍ପନ୍ନ କରିବା କଷ୍ଟକର ହୋଇପାରେ। ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହପ୍ରଦ ହୋଇ ନପାରେ। ମାଲି ମକଦ୍ଦମାରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। ଅଫିସରୁ ଘରକୁ ଫେରିବା ସମୟରେ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି। ପରବର୍ତ୍ତୀ ରାଶି ବିଛା ରାଶି। କୌଶଳ ପ୍ରୟୋଗ କରି ପରିସ୍ଥିତିକୁ ସୁଧାରି ନେବେ ଏବଂ କାମ ହାସଲ କରିବେ। ଛୋଟ ଛୋଟ କଥାରେ ଅନ୍ୟମାନଙ୍କ ଉପରେ ଉତ୍ସାହ ପ୍ରତି ସମାଲୋଚିତ ହେବାର ପରିସ୍ଥିତି ଉପୁଜିପାରେ। ପରିବାରର ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି। ଆଜିର ଯାତ୍ରା ବାଣିଜ୍ୟ ବ୍ୟବସାୟ କ୍ଷେତ୍ର ପ୍ରାୟତଃ ଭଲ ରହିବ। ପରବର୍ତ୍ତୀ ରାଶି ଧନୁ ରାଶି। ଆପଣଙ୍କ ସୁସ୍ଥ ଚିନ୍ତାଧାରାର ଦୃଢ଼ ନିଷ୍ପତ୍ତିକୁ ବିଭିନ୍ନ ସ୍ଥାନରୁ ସମର୍ଥନ ମିଳିବ। ଅଭିଳାଷିତ କାମ ହାସଲରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ବନ୍ଧୁମାନେ ଭଲକୁ ଭଲ ରୂପେ ବିବେଚନା ନ କରି ଭିନ୍ନ ଦୃଷ୍ଟି କୋଣରେ ବୁଝିବେ। ସାମାଜିକ କ୍ଷେତ୍ରରେ ପ୍ରତ୍ୟେକ କାମରେ ନେତୃତ୍ୱ ନେଇ ପ୍ରଶାସିତ ହେବେ। ପରବର୍ତ୍ତୀ ରାଶି ମକର ରାଶି। କର୍ମକ୍ଷେତ୍ରରେ ସମସ୍ୟା ଶିଥିଳତା ପଡ଼ିଯିବା କାରଣରୁ ମନରେ ଉତ୍ସାହିତ ବୃଦ୍ଧି ପାଇବ। ଅତୀତ ଘଟଣାକୁ ନେଇ ହଠାତ୍ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରି ବସିବେ। ପ୍ରତ୍ୟେକ ପରିସ୍ଥିତିରେ ଧୈର୍ଯ୍ୟର ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ସାମାଜିକ ସ୍ତରରେ ଉନ୍ନତିମୂଳକ କାର୍ଯ୍ୟରେ ପ୍ରଶାସିତ ହୋଇପାରନ୍ତି। ପରବର୍ତ୍ତୀ ରାଶି କୁମ୍ଭ ରାଶି। ଆଜି କାମ ହାସଲ ସକାଶେ ବିଶେଷ ଖର୍ଚ୍ଚାନ୍ତ ହେବେ ସିନା କୌଣସି କାମ ଅଟକିବ ନାହିଁ। ଅଫିସ କାମରେ କୌଣସି ଘଟଣା ମନକୁ ବାରମ୍ବାର ଆଲୋଚିତ କରିବ। ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପରିବାରରେ ପୁତ୍ରକନ୍ୟା ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ। ଆଜିର ଅନ୍ତିମ ରାଶି ମୀନ ରାଶି। ପରିସ୍ଥିତି ପ୍ରତି ଯତ୍ନବାନ ହୋଇ କାମ କରି ଚାଲିଲେ କୌଣସି ଅସୁବିଧା ରହିବ ନାହିଁ। ପାରିବାରିକ ପ୍ରଶାସନ ଯାନବାହନ ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଆଗାମୀ କୌଣସି କାମ ସକାଶେ ପରିବାର ସହ ଆଲୋଚନା କଲେ ଭଲ ହେବ। ଯାହାକୁ ଅତି ନିଜର ବୋଲି ବିଶ୍ୱାସ କରିଛନ୍ତି ସେହି ଲୋକମାନେ ବିଶ୍ୱାସଘାତକ କରିପାରନ୍ତି। ଏହା ଥିଲା ଆଜିର 12ଗୋଟି ରାଶିଫଳଙ୍କ ବିଷୟରେ। ଆପଣଙ୍କ ଦିନ ଶୁଭମୟ ହେଉ। ଜୟ ଶ୍ରୀକୃଷ୍ଣ। ଆପଣ ଯଦି ଏ ଚ୍ୟାନେଲ ନୂଆ ଅଛନ୍ତି ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନୋଟିଫିକେସନ୍ ଅନ୍ କରି ଅଲ୍ ସେଟ୍ କରିଦିଅନ୍ତୁ। ଜୟ ଶ୍ରୀକୃଷ୍ଣ।